ଇନ୍ଦ୍ରଦେବ କହିଲେ, ଗାଁ ଲୋକଙ୍କୁ ନେଇ ପ୍ରସନ୍ନ ନୁହେଁ। ମତେ କ୍ରୋଧ ଆସିବାରୁ ମୁଁ କହିଦେଲି, ଆପଣ ମୋ କଥା ରଖନ୍ତୁ। ଗାଁ ଲୋକ ପ୍ରାର୍ଥନା କଲେ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ, ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ। ଭଗବାନ ଶିବ ବି ଦର୍ଶନ ଦେଲେ। ଗାଁ ଲୋକ କହିବାକୁ ଲାଗିଲେ ଇନ୍ଦ୍ର ଦେବତାଙ୍କ କଥା। ହେଲେ ଭଗବାନ ଶିବ ବି କହିଦେଲେ, ଏବେ ଡମରୁ ବାଜିବ 12 ବର୍ଷ ପରେ ଯାଇ। ଗାଁର ଚାଷୀକୁ ଲାଗିଲା ଆଉ କିଛି ହୋଇପାରିବନି। ଆମେ ସବୁ ପ୍ରକାର ଚେଷ୍ଟା କଲୁ, ପ୍ରାର୍ଥନା କଲୁ। ଗାଁର ସବୁ ଚାଷୀ ନିଜ ନିଜ ଘରେ ରହିଲେ। ସେମାନେ କାମଧନ୍ଦା ଛାଡ଼ିଦେଲେ। ଯଦି ବର୍ଷା ହବନି ତ କ୍ଷତି କରିବାର ମାନେ କ'ଣ? ହେଲେ ଗୋଟିଏ ଚାଷୀ ଥିଲା, ସେ ସବୁଦିନ ହଳ ଲଙ୍ଗଳ ନେଇ ଯାଉଥିଲା, ହଳ କରୁଥିଲା। ଗୋଟେ ଚାଷୀର ଯାହା ବି କାମ ସବୁ କରୁଥିଲା, ଆଉ ବାକି ଲୋକ ତାର ମଜାକ ଉଡଉଥିଲେ, ପାଗଳ ହୋଇଗଲା କହି। ତାକୁ ଜଣା 12 ବର୍ଷ ବର୍ଷା ହବନି ତ କାହିଁକି ସବୁଦିନ କ୍ଷେତକୁ ଯାଉଛି। ସେ ଚାଷୀ କହିଲେ, ମୁଁ ଏଥିପାଇଁ କ୍ଷେତକୁ ଯାଏ, ମୁଁ ଚାଷ କାମକୁ ଭୁଲି ନ ଯାଏ। ମତେ ମନେ ରଖିବାର ଅଛି ଚାଷ କେମିତି କରାଯାଏ। ଏଥିପାଇଁ ପ୍ରାକ୍ଟିସ ଅଭ୍ୟାସକୁ ବାରମ୍ବାର ଭାବରେ କରିଚାଲିଛି। ମତେ ଜଣା ବର୍ଷା ହବନି। ଡେଲି ଗାଁ ଲୋକ ଏବଂ ଚାଷୀ ମଧ୍ୟରେ ଏକଥାରେ ବାଦ ବିବାଦ ଲାଗି ରହୁଥିଲା। ଦିନେ ମାତା ପାର୍ବତୀ ଏକଥା ଶୁଣିଲେ ଆଉ ତୁରନ୍ତ ମହାଦେବଙ୍କ ପାଖକୁ ଗଲେ ଆଉ କହିଲେ, ପ୍ରଭୁ